16 ପଦରୁ 20 ପଦ ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିବି ଆପଣମାନଙ୍କ ପାଇଁ ପଢିବା ପାଇଁ, କାରଣ ମାଇକ୍ ମୋ ପାଖରେ ଅଛି। ଯଦି ଆପଣମାନଙ୍କ ପାଖରେ ମାଇକ୍ ଗୋଟେ ରଖିବେ ଭଲ ହବ। ଟିକେ ସାହାଯ୍ୟ କରିବେ। ଗୋଟେ ମାଇକ୍ ଯଦି ମାଇକ୍ରୋଫୋନ ମାଉଥ ପିସ୍ ଆପଣଙ୍କ ପାଖରେ ଥାଏ ତେବେ ବର୍ତ୍ତମାନ ମୁଁ ପଢି ଦଉଛି। ସେଠି ଲେଖା ଅଛି ମାଥ୍ୟୁ ଲିଖିତ ସମାଚାର ତାର 28 ଅଧ୍ୟାୟ 16 ପଦରୁ 13 ପର୍ଯ୍ୟନ୍ତ। କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକି ଯାଇ ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ ସେହି ପର୍ବତକୁ ଗଲେ, ଆଉ ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଆଜ୍ଞା ଦେଇଅଛି ସେସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ପ୍ରିୟମାନେ, ଆଜିର ପ୍ରସଙ୍ଗର ମୂଳ ବିଷୟକୁ ଆମେ ମନେ ରଖିବା। ଆଜିର ପ୍ରସଙ୍ଗ ଆମମାନଙ୍କ ଠାରୁ କଣ ଚାହେଁ? ଆମେ କୋଉ ବିଷୟକୁ ମୁଖ୍ୟତଃ ସ୍ମରଣ ରଖିବା, ଭୁଲିବା ନାହିଁ, ତାକୁ ଗ୍ରହଣ କରିବା। ତାହା ହଉଛି ପବିତ୍ର ଆତ୍ମାଙ୍କର ସାହାଯ୍ୟ। ପବିତ୍ର ଆତ୍ମାଙ୍କର ସାହାଯ୍ୟ ଅବା ପବିତ୍ର ଆତ୍ମାଙ୍କ ସହାୟତା କିମ୍ବା ପବିତ୍ର ଆତ୍ମାଙ୍କ ସହିତ এই ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ, ତାକୁ ଆମେ ଭୁଲିବା ନାହିଁ। କାରଣ ଖ୍ରୀଷ୍ଟୀୟ ଜୀବନ, ଖ୍ରୀଷ୍ଟଙ୍କ ସହିତ ଜୀବନ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବଞ୍ଚିବାର ଜୀବନ। ଆମେ ନିଜ ଶକ୍ତି ବଳରେ, ବୁଦ୍ଧି ବଳରେ, ଜ୍ଞାନ ବଳରେ ଆମେ ଆଉ ଈଶ୍ୱରଙ୍କର ବା ଖ୍ରୀଷ୍ଟଙ୍କର ଜଣେ ଅନୁକାରୀ ହେଇ ନପାରୁ। ଖ୍ରୀଷ୍ଟଙ୍କର ଅନୁକାରୀ ହେବା ପାଇଁ ହେଲେ ପବିତ୍ର ଆତ୍ମାଙ୍କର ସାମର୍ଥ୍ୟ ଦରକାର, ଶକ୍ତି ଦରକାର, ବଳ ଦରକାର। ସର୍ବୋପରି ପ୍ରତ୍ୟେକ ଦିନ ପବିତ୍ର ଆତ୍ମାକୁ ପରିଚାଳିତ କରିବା ଦରକାର। କାରଣ ଖ୍ରୀଷ୍ଟଙ୍କ ପଥ ଜଗତର ପଥ ନୁହେଁ। ବାଇବେଲ ଲେଖା ହଉଛି ଦୁଇଟି ମାର୍ଗ ଅଛି। ଦୁଇଟି ମାର୍ଗରୁ ଗୋଟେ ହଉଛି ସଂକୀର୍ଣ୍ଣ ମାର୍ଗ, ଆଉ ଗୋଟେ ପ୍ରଶସ୍ତ ମାର୍ଗ। ଆଉ ପ୍ରଶସ୍ତ ମାର୍ଗ ଖ୍ରୀଷ୍ଟଙ୍କର ମାର୍ଗ ନୁହେଁ, ଯୀଶୁଙ୍କର ମାର୍ଗ ନୁହେଁ। ଆଉ ସଂକୀର୍ଣ୍ଣ ମାର୍ଗ ହଉଛି ଯୀଶୁଙ୍କର ଅଟେ। ଶିଷ୍ୟମାନଙ୍କୁ ଯେତେବେଳେ ପ୍ରଭୁ ନିମନ୍ତ୍ରଣ କଲେ, ଆହ୍ୱାନ କଲେ, ଗ୍ରହଣ କଲେ, ତାଙ୍କର ନିମନ୍ତେ ତାଙ୍କର ସେବା କାର୍ଯ୍ୟରେ ଅଂଶୀ ହୋଇ ସେମାନଙ୍କୁ ପ୍ରସ୍ତୁତ କରିବେ, ଯେପରି ଯୀଶୁଖ୍ରୀଷ୍ଟଙ୍କର এই ଜଗତରୁ ପ୍ରୟାଣ ପରେ ଆଉ ସେଇ ଶିଷ୍ୟମାନେ ଜଗତରେ ସୁସମାଚାରକୁ ଆଗକୁ ନେଇଯିବେ। ପ୍ରଭୁ ସେମାନଙ୍କୁ ଗୋଟେ କଥା କହିଲେ, ମୋହର ଅନୁଗମନ କର, ମୋହର ଅନୁଗମନ କର। ପ୍ରଭୁ ଯୀଶୁ ଯୋଉ ପଥ ବିଷୟରେ କହିଲେ ତା ହଉଛି ସଂକୀର୍ଣ୍ଣ ପଥ। ଆଉ ସେଇ ସଂକୀର୍ଣ୍ଣ ପଥରେ ନିଜେ ଚାଲିଲେ ଏବଂ ଶିଷ୍ୟମାନଙ୍କୁ ମଧ୍ୟ ଆହ୍ୱାନ କଲେ, ତୁମମାନଙ୍କୁ ମଧ୍ୟ ଏହି ସଂକୀର୍ଣ୍ଣ ପଥ ଦେଇ ଯିବାକୁ ହେବ। ତେବେ ଏହି ସଂକୀର୍ଣ୍ଣ ପଥରେ ଚାଲିବା ସହଜ ବିଷୟ ନୁହେଁ। କେବଳ ଖ୍ରୀଷ୍ଟଙ୍କର ସାମର୍ଥ୍ୟ, ଯୀଶୁଙ୍କର ବଳ, ପବିତ୍ର ଆତ୍ମାଙ୍କର ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କର ସାହାଯ୍ୟ, ଉପକାର, ଚାଳନା, ପ୍ରେରଣା ଆମମାନଙ୍କୁ ସଫଳତା ପ୍ରଦାନ କରିବ। ତେବେ ଆଜିର ବିଷୟ ହଉଛି ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସହିତ ସେବା। ଆମମାନଙ୍କୁ ଏଠି ଯୋଉ ଅଂଶଟି ଲେଖା ହେଇଛି, ଆଉ ଯୋଉମାନେ ପ୍ରଭୁଙ୍କର ବାକ୍ୟରୁ ଭଲ ଭାବରେ ପଢିଛନ୍ତି ବା ସୁସମାଚାର ଏ ମାଥ୍ୟୁର ଏହି ଅଂଶକୁ ପଢିଛନ୍ତି, ସେମାନେ ଏହି ସମୟରେ ବୁଝିପାରିଥିବେ ଏଇ କଥା ପ୍ରଭୁ ଯୀଶୁ ସେଦିନ ଶିଷ୍ୟମାନଙ୍କୁ କହିଲେ। ଶିଷ୍ୟମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଶିଷ୍ୟମାନଙ୍କୁ ଏ କଥା କହିଲେ ଯେ କଣ? ଦେଖ, ସେଠି ଲେଖା ଅଛି, ପଢି ଦଉଛି। ଅତଏବ ତୁମେମାନେ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର, ତାକୁ 18 ପଦ ପଢୁଛି। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ସଦାସର୍ବଦା ତୁମମାନଙ୍କର ସଙ୍ଗେ ସଙ୍ଗେ ଅଛି। ଏହା ହେଲା ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତ ପରିତ୍ୟାଗ କରି ଏ ଜଗତ ଛାଡିବେ, ଆଉ ଏହା ପରେ ଶିଷ୍ୟମାନଙ୍କ ସହିତ ଶାରୀରିକ ଭାବରେ ସେ ଆଉ ବେଶୀ ସମୟ ରହିବେ ନାହିଁ। ପରବର୍ତ୍ତୀ ସମୟରେ ପୁନରୁତ୍ଥାନ ପରେ 40 ଦିନ ଥିଲେ,
ଶିଶୁମାନଙ୍କ ସହିତ ଅନ୍ୟାନ୍ୟ ବିଷୟ ସେଠି ଅଛି। ତାପରେ ସେ ସମ୍ପୂର୍ଣ୍ଣ ରୂପେ এই ଜଗତରୁ ମୃତ୍ୟୁବରଣ କରି ଚାଲିଗଲେ। କିନ୍ତୁ ସେମାନଙ୍କୁ ଗୋଟେ ଅଧିକାର, ଗୋଟେ ଆହ୍ୱାନ, ଗୋଟେ ଗୋଟେ ଦାୟିତ୍ୱ ଦେଇକି ଗଲେ। ଆଉ ତାହାକୁ କୁହାଯାଏ ମହାନ ଆଦେଶ, ଗ୍ରେଟ୍ କମିଶନ। ଏକ ମହାନ ଆଦେଶ ଭାବରେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ ଏହି କଥା ଦେଇକି ଗଲେ। କଣ ବୋଲି? ମୁଁ ଯୋଉ କାର୍ଯ୍ୟ କରିବା ପାଇଁ ଆସିଲି ସେଇ କାର୍ଯ୍ୟର ବାକି ସମସ୍ତ କାର୍ଯ୍ୟ ତୁମେମାନେ କରିବ। କିପରି କରିବ? ମୋ ଠାରୁ ଯେପରି ତୁମେ ଶିଖିଛ, ମୋ ଠାରୁ ଯେପରି ତୁମେ ଦେଖିଛ, ମୋ ଠାରୁ ଯାହା ତୁମେ ପାଇଛ, ତଦନୁଯାୟୀ ତୁମ ଜୀବନର ପରିବର୍ତ୍ତନ ଶୈଳୀ ବଦଳି ତୁମେ ଏଇ ସମାଜର ଜଗତ ନିକଟରେ ପହଞ୍ଚାଇବ। କିନ୍ତୁ ଗୋଟେ କଥା କହିଲେ, ଦେଖ ମୁଁ ସଦା ସର୍ବଦା ତୁମମାନଙ୍କର ସଙ୍ଗେ ସଙ୍ଗେ ଅଛି। ମୁଁ ସଦା ସର୍ବଦା ତୁମମାନଙ୍କର ସଙ୍ଗେ ସଙ୍ଗେ ଅଛି। ଏହା କିପରି ସମ୍ଭବ? ଯଦି ଯୀଶୁ ସେଇ ସମୟରେ ସୁଧାରଣ କରି ଚାଲିଗଲେ, ଯୋଉନ ତାର 14 ଅଧ୍ୟାୟ, କିନ୍ତୁ ପ୍ରଭୁ ଗୋଟେ କଥା କହିଲେ, ତୁମମାନଙ୍କ ହୃଦୟ ଉଦ୍ବିଗ୍ନ, ତୁମେମାନେ ଈଶ୍ୱରଠାରେ ବିଶ୍ୱାସ କର, ମୋ ଠାରେ ମଧ୍ୟ ବିଶ୍ୱାସ କର ବୋଲି କହିଲେ। କାହିଁକି ଏ କଥା କହିଲେ? ପ୍ରଥମେ କହିଲେ ତୁମମାନଙ୍କ ହୃଦୟ ଉଦ୍ବିଗ୍ନ ହେଉ ନ ହେଉ। କାହିଁକି କଥା କହିଲେ? ପ୍ରଭୁ ଯୀଶୁ ଜାଣିଥିଲେ ଯେ ଶିଷ୍ୟମାନଙ୍କର ମନ ଭିତରେ କଣ ଚାଲିବ। ଯେତେବେଳେ ସେ କହିବେ ମୁଁ ବେଶୀ ଦିନ ତୁମମାନଙ୍କ ସହିତ ରହିବି ନାହିଁ। 13 ଅଧ୍ୟାୟର ସେ ଯୌନ 13 ଅଧ୍ୟାୟ ଟିକେ ପଛକୁ ପଢିବେ, ତଳକୁ ପଢିବେ, ଆଉ 2-3 ପଦରେ ଲେଖା ହଉଛି ପ୍ରଭୁ ଯୀଶୁ ଏ କଥା ଯେତେବେଳେ ଶିଶୁମାନଙ୍କୁ କହିଲେ ମୁଁ ବେଶୀ ଦିନ ତୁମମାନଙ୍କ ପାଖରେ ରହିବି ନାହିଁ, ତୁମମାନଙ୍କ ସହିତ ମୋର ଆଳାପ କରିବାର, ଶାରୀରିକ ଭାବରେ ଦେଖା ସାକ୍ଷାତ ହେବାର ସମୟ ରହିବ ନାହିଁ। ସେ ସମୟରେ ସେମାନଙ୍କର ଶିଷ୍ୟମାନଙ୍କ ହୃଦୟରେ ଗୋଟେ କଥା ପଶିଲା, ଏହି ଗୁରୁ, ଏହି ପ୍ରଭୁ ଆଜି ଠାରୁ ବା ଆଗକୁ କିଛି ଦିନ ପରେ ସେମାନଙ୍କ ଭିତରେ ରହିବେ ନାହିଁ। ସେଥିପାଇଁ ପ୍ରଭୁ ସେମାନଙ୍କର ତୁମମାନଙ୍କ ହୃଦୟ ଉଦ୍ବିଗ୍ନ ନ ହଉ। କାରଣ ତ ଶିଷ୍ୟମାନେ ବ୍ୟତିବ୍ୟସ୍ତ ହୋଇ ପଡିଲେ, ପ୍ରଭୁ ଆମମାନଙ୍କୁ ଆମକୁ ଛାଡିକି ଚାଲିଯିବେ। ତୃତୀୟ ସ୍ଥାନରେ ପ୍ରଭୁ କଣ ବୋଲି କହୁଛନ୍ତି? ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମମାନଙ୍କର ସଙ୍ଗେ ସଙ୍ଗେ ଅଛି। ତାହା କିପରି ସମ୍ଭବ ହେବ? ଯୋଉ ଯୀଶୁ ଆଉ କିଛି ଦିନ ପରେ ସ୍ୱର୍ଗାରୋହଣ କରି ଚାଲିଯିବେ, ସେ ପ୍ରତିଜ୍ଞା କରନ୍ତି ଯୁଗାନ୍ତ ପର୍ଯ୍ୟନ୍ତ ଦେଖ ମୁଁ ତୁମମାନଙ୍କର ସଙ୍ଗେ ସଙ୍ଗେ ରହିବି। କିପରି ଏହା ସମ୍ଭବ? ଏହା ସେତେବେଳେ ସମ୍ଭବ ହବ ଯେତେବେଳେ ପ୍ରଭୁ ଯୀଶୁ ଯେତେବେଳେ ଯୌନରେ ଗୋଟେ କଥା କହିଲେ, ଯୌନକୁ ଲେଖାଯାଉଛି ସମାଚାରରେ, ମୋର ପ୍ରୟାଣରେ ତୁମମାନଙ୍କର କଣ ଅଛି? ମଙ୍ଗଳ ଅଛି। କାହିଁକି? ଏପଟେ ଶୁଣିବା, ସାନ ପିଲା ତ ସାନ ପିଲା, ଆମେ ସାନ ପିଲା ହବାନି। ସାନ ପିଲା ସହିତ ଆମେ ସାନ ପିଲା ହବ। କଣ ଲେଖାଉଛି? ମୋର ପ୍ରୟାଣରେ ତୁମର ମଙ୍ଗଳ ଅଛି। କଣ ବିଷୟ କହିଲେ? କୋଉ ବିଷୟ ଆକାଶ କରି କହିଲେ ମଙ୍ଗଳ ଅଛି ବୋଲି? କାରଣ ମୁଁ ଗଲେ ମୋ ପିତାଙ୍କୁ କହିବି ତୁମମାନଙ୍କ ସଙ୍ଗେ ସଦା ସର୍ବଦା ରହିବା ପାଇଁ ଜଣକୁ ପଠେଇବେ, ନାଇଁକି? ସେ ସତ୍ୟମୟ ଆତ୍ମାଙ୍କୁ ପଠେଇବେ। ସେ ତୁମମାନଙ୍କ ସହିତ ସଦା ସର୍ବଦା ରହିବେ ଏବଂ ସମସ୍ତ ବିଷୟ ତୁମକୁ ବୁଝେଇ ଦେବେ ଆଉ ମନେ ପକେଇ ଦେବେ। ଜାଣି ଆଉ ସେ ସଦା ସର୍ବଦା ତୁମ ସହିତ ରହିବେ। ପ୍ରଭୁ ଯୀଶୁ କଥା କି ପୂର୍ବରୁ ସେ ତୁମମାନଙ୍କ ଦେଖ ମୁଁ ଯୁଗାନ୍ତ ପର୍ଯ୍ୟନ୍ତ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। କିପରି ଅଛି? ମୋର ନାମ ତୁମ ସହିତ ଥିବ, ମୋର ସୁସମାଚାର ତୁମ ସହିତ ଥିବ, ମୋର ଶକ୍ତି ତୁମ ସହିତ ଥିବ, ମୋର ସାମର୍ଥ୍ୟ ତୁମ ସହିତ ଥିବ। ଆଉ ଏଇ ସମସ୍ତ ନେଇ ତୁମେ ପ୍ରଭୁଙ୍କ ସେବା କରିଛ। ଦିନେ ଏହି ଉଦ୍ଦେଶ୍ୟ ସଫଳ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ। এই এই সেবা କାର୍ଯ୍ୟକୁ ସଫଳ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦିନେ ଜଗତକୁ ଆସିଥିଲେ। ପ୍ରଥମ ପିତର ତାର 2:9 ପଦରୁ କିଛି ବିଷୟ ଲେଖା ହଉଛି। ପ୍ରଥମ ପିତର ତାର 2:9 ପଦରୁ କିଛି ବିଷୟ ମନେ ପଡିବ।
मोबाइल देवे बार बार छिड़ा ही पढ़वा तो वो बोलते जल्दी मुझे मोबाइल को चुमस कर माइक्रोफोन तक पाखरे के अछि ठीक है सेटा नहीं कि पढ़ो आ छिड़ा ही पढ़ियो दरकार नहीं तुम बसी देखा उचित प्रभु कौन बरी कहले भीतर गोटे कथा कहते कौन बरी कहते जे तुमे माने साधारण से विश्वास मान कहते तुमे माने दिने ईश्वर संतान बोली बोलेबार योग्य नथिलो किंतु ईश्वर अनुग्रह एवं दया सकाशु आज तुम कौन हो पार ईश्वर संतान बोली डका जावाई गोटे विशेष जाति गोष्ठी दल जातिर लोक बोली घोषणा करा योग्यता हासिल कर कौन करवा दरकार एक योग्य जीवन व्यवहार जीवा आवश्यक से योग्य जीवन कौन जगत निकट आम साक्ष्य आम योग्य जीवन हूँ जगत निकट आम प्रभु एक साक्षर कथा साक्षर भाव में व्यवहार करने चाहती जड़े प्रभुकर वाक्यर विस्तार तो कहले हमने गोटे थियोलॉजियन जे प्रभुकर वाक्यर जड़े शिक्षक भाव में थे कहते विदायेश्वर स्वर्ग गोटे मिशनरी सेवा कार्य कले एवं जगत सेवा कार्य को आगू नापी जीशु को दिन पठाई प्रकृति यहाँ सत्य अटे प्रभु जीशु जगत को से सुसमाचार बाहर जगत को आसी कि परवर्ती समय 5 जन शिष्य को समर्पण कले किंतु आज से सेवा कार्य आपण मैंने मु करने प्रभाव आह्वान गोटे कथा कहबी पूर्ण समय सेवक पूर्ण समय सेवक से संपूर्ण रूपे प्रभु सेवा कार्य पृथकीकृत कार्य हूँ सेवा कार्य कर सका उठिले निजर परिवार विश्वास बुझाबुझी करेंगे सेवा कार्य सारा दिन बारे मध्याह्न समय घर को फेरवे टे खाइले पीले विश्राम करें पुणी संध्या समय मंडल सेवा पारिवारिक सेवा सहित राति 10टा पर्यंत हो से बाहर रही पुणी घर को फेरवे पूर्ण समय सेवक कि आपण मैंने चिंता करूँ आपण मैंने केते समय आपण परिवार सहित काटते बाल को केते समय आप आती आती बेसी घंटे 2 घंटा प्रोग्राम थे 3 घंटा माण तले रखते नहीं माण तले रखते नहीं आपको क्या लिखा है भक्त तले रखते नहीं माण कहले भाई माण कहले हाँ राइट माण कहले जो जाति को घरे से व्यवहार है जाति मान को घरे गौणी बोली अन्य जगह टपिक कहा जाए आम जगह गौणी बोली कहा जाए से गौणी माण तले घोड़े रख गोटे टीवी जो जड़े भर खांसी रखी कौन गोटे गोटे जगह देखी माण को गोबर में लेपिकी रखता नहीं आ गोटे गोटे जगह लेपा गुणा कहले दीप जाली माण तले रखा नहीं कि फट तले रखा नहीं चिंता करे माण हूँ कौटा खाद्य पदार्थ को मापिबार पात्र खाद्य सत्य को मापिबार पात्र खट कौन व्यवहार कर खट कौन शोवाई निद आसले सब आलस्य शो नहीं काम निद आसले सब आलस्य शो आ सत्य मापिबा गौणी थाए प्रभु कौन करने चाहते आम जदि प्रभु परिचय पाइचु प्रभु शिष्य मान बाकी 6 कौन खाइब कौन पिंध कौन पीब चिंता कर ना शिष्य मैंने चिंता से माण विषय कौटी धान फान मिले कौन आने रखा कि संचय करवा कौन करवा प्रभु आम कहते जदि प्रभुर परिचय पाइलु आम जागतिक विषय प्रति मनोजित न आम आलोक टे भल भाव जलु बोली आम कौन करवा दरकार आम टे अपना जगह को सदा बेले निश्चिंत रखा घर भर अच्छु घर परिवार दायित्व अच्छे माँ मान दायित्व अच्छी बापा मान दायित्व अच्छी पुओ बड़ दायित्व अच्छी झील बड़ दायित्व अच्छी घर संसार कार्यक्रम अनेक अच्छी ये सब तो रही प्रभु कौन कर जदि तुम्हें मोर परिचय पाइच ये प्रभु संसार जुंजाल भितर केवल आपको संपूर्ण पड़े दियो ना घर भितर रुह आलोक घर जलू खाऊ किंतु आलोकटा प्रकाशित हवा बोली गोटे जीवन बचवा दरकार से कौन कर ना माण तले निज को लुचई रख ना केवल फट तले रख ना फट तले मत रखिले काम लगे नहीं फट हूँ विश्राम करने जगह
ହେଲା ତା ତଳେ ଭିତରେ କୋଉଠି ଲୁଚିକି ରଖିଲେ ତାକୁ ଦେଖାଇ କହିଲେ ତାକୁ ଦୀପ ରୁଖା ଉପରେ ରଖ, ଲ୍ୟାମ୍ପ ଷ୍ଟାଣ୍ଡ ଉପରେ ରଖ, ଟିକେ ଉଚ୍ଚ ଜାଗାରେ ରହ। ଲ୍ୟାମ୍ପ ଷ୍ଟାଣ୍ଡ କଣ ପାଇଁ ସାହାଯ୍ୟ କରେ? ଦୀପଟି ଟିକେ ଭଲ ଉଚ୍ଚ ଜାଗାରେ ରହିଲେ ସମସ୍ତଙ୍କୁ ଦେଖାଯିବ। ସେଥିରେ କହିଲେ ଦୀପ ରୁଖା ଉପରେ ଦେଖିଲି ଘରେ ସମସ୍ତେ ସେ ଆଲୋକରେ ଗମନାଗମନ କରିପାରିବେ। ଆମ ଜୀବନ ପରିବାର ଭିତରେ ଥିଲେ ମଧ୍ୟ ଗୋଟେ ସମାଚାର ବାହକ ଅବା ବାହିକା ହେଇପାରୁ, ପ୍ରଭୁଙ୍କର ଆଲୋକର ପ୍ରକାଶ କରିବା ଜଣେ ମାଧ୍ୟମ ଆମେ ହେଇପାରୁ। ଯେତେବେଳେ ଯଦି ଆମେ ପ୍ରଭୁକୁ ପାଇଲା ପରେ ପୂର୍ବ ପରି ଆମେ କେବଳ ସାଂସାରିକ ଜଞ୍ଜାଳ ଚିନ୍ତା ବ୍ୟସ୍ତତା ଭିତରେ ରହିବା କିମ୍ବା ଫଟୋ ତଳେ ରଖିଦେବା, ଗୋଟେ ଆଳସ୍ୟତା ଜୀବନରେ ଆମେ ଆପଣଙ୍କୁ ସେ ଆଲୋକଟାକୁ ଢାଙ୍କି ରଖିଦେବା ନାଇଁ, ଆମେ ସଚେତନ ଜୀବନ କାଟିବା ଆଉ ଜଗତ ଠାରୁ ଉର୍ଦ୍ଧ୍ୱରେ ରହିବା। ଅର୍ଥାତ୍ ଜଗତର ସଂସାର ମୋହ ମାୟା ପାପ ବିଷୟଠାରୁ ଆପଣଙ୍କୁ ଉର୍ଦ୍ଧ୍ୱରେ ରଖିକି ପବିତ୍ର ଭାବରେ ଦୀପକୁ ବିକଳ ଭାବରେ ଜଳିତ ଅବସ୍ଥାରେ ରଖିକି ରଖିବା। ତେଣୁ ସେଥିଲାଗି ଆମେ ଯଦି ପ୍ରଥମ କହିଲେ ମନେ ରଖିବା ପବିତ୍ର ଆତ୍ମା ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ଜୀବନ ସହିତ କେତେ ଜଡ଼ିତ ହୋଇକି ରହିବା ଦରକାର। ପବିତ୍ର ଆତ୍ମାଙ୍କର ସାହାଯ୍ୟ ଗୋଟେ ବିଶ୍ୱାସୀ ଜୀବନଟେ କେତେ ମୂଲ୍ୟବାନ ଆଜି ସେଟା ବୁଝିବା। ପବିତ୍ର ଆତ୍ମାଙ୍କ ବିନା ଆମେ ଜଗତରେ ବଞ୍ଚି ନ ପାରୁ। ପବିତ୍ର ଆତ୍ମାଙ୍କର ତୈଳ ବିନା ଆମେ ବଞ୍ଚି ନ ପାରୁ। 2 ଜଣ ଲୋକ 5 ସୁବୁଦ୍ଧି 5 ନିର୍ବୁଦ୍ଧିଙ୍କର କଥା ଆମେ ନିଶ୍ଚୟ ନାଇଁ କି? 5 ସୁବୁଦ୍ଧି ସେମାନେ କେବଳ ତୈଳରେ ଜଳୁଥିଲେ ତାହା ନୁହେଁ, ଆହୁରି ମଧ୍ୟ ଆଗକୁ ଜଳିବା ପାଇଁ ଚିନ୍ତା ରଖିଥିଲେ। କିନ୍ତୁ ନିର୍ବୁଦ୍ଧି ଲୋକ ସେଇ ସମୟ ପାଇଁ ଜଳିବା ପାଇଁ ଟିକେ ଚିନ୍ତା କଲେ, କିନ୍ତୁ ଆଗକୁ କେମିତି ଜଳିବୁ, ସଙ୍କଟ ସମୟରେ ମଧ୍ୟ ଜଳୁଥିବୁ ସେ ବିଷୟକୁ ସେମାନେ ଚିନ୍ତା ରଖିଲେ ନାହିଁ। ଜଳୁଛୁ ଠିକ ଅଛି, 5 ସୁବୁଦ୍ଧି ଭଳି ଜଳୁଛୁ ମଧ୍ୟ ଠିକ ଅଛି। ସୁବୁଦ୍ଧି ମଧ୍ୟ ଦେଖିଲେ ନିର୍ବୁଦ୍ଧି ଲୋକମାନେ ଜାଣିନଥିଲେ ସେମାନେ ନିର୍ବୁଦ୍ଧି ବୋଲି। ସେମାନେ ଭାବିଥିଲେ ଆମରି ଦଳର ଗୋଟିଏ ପ୍ରକାର ଲୋକ ବୋଲି। କେତେବେଳେ ପରୀକ୍ଷା ଆସିବ ସମୟ ପର୍ଯ୍ୟନ୍ତ ସେମାନେ ଭାବୁଥିଲେ ଆମେ 2 ପ୍ରକାର ଲୋକ ନବୁ, ଆମେ ସମସ୍ତେ ଗୋଟିଏ ପ୍ରକାର, ଗୋଟିଏ ମଣ୍ଡଳୀରେ ଆମେ 5 ଭଉଣୀ ମାନେ ରହୁ। କିନ୍ତୁ ପରୀକ୍ଷା ଆସିଲେ 5 ଭଉଣୀଙ୍କ ବିଷୟରେ ଆଉ 5 ଭଉଣୀ କିଏ ଜାଣି ଦେଇପାରିବେ? ପରୀକ୍ଷା ସମୟରେ ଏମାନେ ଠିଆ ହେବେ କି ନାହିଁ? ଏକାଠି ଠିଆ ହେଇକି ଗୀତ ଗାଇବୁ, ସବୁ ବିଷୟରେ କାଟିକି ରହିବୁ। କିନ୍ତୁ ପରୀକ୍ଷା ଆସିବା ସମୟରେ ଅଲଗା 5 ମାନେ ସୁବୁଦ୍ଧି ବୋଲି 5 ଜଣ ସୁବୁଦ୍ଧି ବୋଲି ଜଣାଗଲେ। କାହିଁକି? ସେମାନେ ସମସ୍ତେ ମଧ୍ୟ ନାଚୁଥିଲେ, ହାଲେଲୁୟା ପ୍ରେଜ୍ ଲର୍ଡ କରୁଥିଲେ, କିନ୍ତୁ ସେମାନେ ସଚେତନ ଥିଲେ। ଖାଲି ନାଚିବି ଗାଇବି ହାଲେଲୁୟା ପ୍ରେଜ୍ ଲର୍ଡ କରିବି ତାହା ନୁହେଁ, ମୋର ଭିତର ଜୀବନକୁ ବଞ୍ଚି ରଖିବା ପାଇଁ ପବିତ୍ର ଜୀବନ କାଟିକି ପ୍ରଭୁଙ୍କ ସହିତ ଜଳୁଥିବା ଜୀବନକୁ ଫେରିକି ବଞ୍ଚିବି, ତା ଭିତରେ ନାଚିବି। ଆଉ 5 ଜଣ କଣ ଭାବିଲେ, ମୁଁ ନାଚିଲେ ଗାଇଲେ ଏଣ୍ଟରଟେନମେଣ୍ଟ ହଉଛି ଶୁଣିବା, ଅନ୍ୟମାନେ କହୁଛନ୍ତି କେତେ ବଢିଆ ଗାଇଲେ ମୋ, କେତେ ସୁନ୍ଦର ଗାଇଲେ ମୋ, ଆପଣ କିପରି ନାଚିଲେ ମୋ, ତାପରେ ଆପଣ ମାନେ କେହି ନାଚି ସେଥିରେ ସେ ପରିତୃପ୍ତ ହୋଇଗଲେ। କେତେ ମଣ୍ଡଳୀ ଗୋଟେ ସୁନ୍ଦର ଝିଅ ନାଇଁ, କେତେବେଳେ ଭିତରୁ ଅଲଗା ହେଲେ 5 ଜଣ ନିର୍ବୁଦ୍ଧି କଣ କରିଥିଲେ? ସେମାନେ ଆପଣ ଜଳୁଥିବା ଅବସ୍ଥାରେ ଅନ୍ୟମାନଙ୍କ ସହିତ ଜଳୁଥିଲେ। କିନ୍ତୁ ଯେତେବେଳେ ସଙ୍କଟ ଆସିଲା ସେଇ ସମୟରେ ତାଙ୍କର ଏକ୍ସଟ୍ରା ତେଲ ଧରି ରଖିବାର ବ୍ୟବସ୍ଥା ତାଙ୍କର କରୁନଥିଲେ। ହଁ ଦେଖିବା କାଲି ଦେଖିବା ଆମେ କହୁନନ୍ତି ଦେଖିବା ମୋ ବାଇବେଲ ପଢିବା, ଆଜି ଟିକେ ଛାଡି ଯାଇକି ପଳେଇ ଆସିବା। ଦେଖିବା ମୋ ଆଜି ସନ୍ଧ୍ୟାବେଳେ ପାଣିଥିଲେ, ଆରେ ଆଜି ସନ୍ଧ୍ୟାବେଳେ ପାଇବାର ପ୍ରାର୍ଥନା କିଛି କରୁ, ହଁ ଦେଖିବା ବ୍ୟସ୍ତ ହବନି, ମୁଁ ଟିକେ ଯାଉଛି, ସମୟ ଯଦି ଫେରିଲେ କରିବା, ନହେଲେ କାଲି କରିଦେବା, ଟିକେ ବ୍ୟସ୍ତ ନୁହଁ। ଆପଣ ଜୀବନ ପାଇଁ ଆମକୁ ପ୍ରଭୁ ଦାୟୀ କରିବେ। ପବିତ୍ର ଆତ୍ମା ସେଥିପାଇଁ ଆମକୁ ସେତେବେଳେ ପବିତ୍ର ଆତ୍ମା ଆମ ଭିତରେ ଗୋଟେ କାର୍ଯ୍ୟ କରେ। ଗୋଟେ ବିଷୟ କେବେ ଆପଣଙ୍କ ଚିନ୍ତାକୁ ନେଇକି ନ ନେଇ ସେ ମୁଁ ଆଜି ଆପଣଙ୍କ ମନେ ପକେଇବା ପାଇଁ ଚାହେଁ। ବହୁତ ଦିନ ତଳେ ଏଇଠି କହିଛି କୋଉଠି ଜାଣିନି, ଲୋକ ସମୟରେ କଣ ଆସିଥିଲା, କଣ ପାଇଁ ଆସିଥିଲା, କଣ ପାଇଁ ଆସିଥିଲା? ହାଲେଲୁୟା ପ୍ରେଜ୍ ଲର୍ଡ କରି ଗୀତ ଗାଉଥିବା ଲୋକମାନେ ସେଇଟା ମାନେ କଲେ ନାହିଁ ପର୍ଯ୍ୟନ୍ତ। ତାପରେ କଣ ହେଲା, ପ୍ରଭୁ କହିଥିଲେ ଜଳ ପ୍ଲାବନ ଦ୍ଵାରା ସମସ୍ତଙ୍କୁ ବିନାଶ କରିବେ ବୋଲି, ଜଳ ପ୍ଲାବନ ମଧ୍ୟ ହେଲା। ଆଉ ଜଳ ପ୍ଲାବନରେ ସାରା ପୃଥିବୀ ଧ୍ୱଂସ ହୋଇଗଲା ପାଣି দিয়ে। ତାପରେ କଣ ହେଲା, ପାହାଡକୁ ଇଏ ଯାଇକି ଡଙ୍ଗା ଯାଇକି କୋଉଠି ଲାଗିଲା, ଆରାରୋଟ ପର୍ବତ ଲାଗିଲା। ଆରାରୋଟ ପର୍ବତ ଲାଗିଲା ପରେ ଲୋକ କଣ ସାଙ୍ଗେ ସାଙ୍ଗେ ପିଡ଼ିକି କବାଟ ଖୋଲି ସମସ୍ତ
ଚାଲ ପଳେଇ ଯାଉ ବୋଲି କହିଲେ କି ନାଇଁ ଦେଖିଲେ ସବୁ କିଛି ଠିକ ଅଛି ନା ତେଣୁ ସେ କଣ କଲେ କାହାକୁ ପଠେଇଲେ କାଉକୁ ପଠେଇଲେ କାଉ ବିଶ୍ୱସ୍ତ ଭାବରେ ଫେରି ଆସିଲା ନାଇଁ କି ନାଇଁ ପଳେଇଲା କାରଣ କାଉର ସେଠି ବହୁତ ଶିକ୍ଷା ଅଛି ଆମର ବିଶ୍ୱାସୀ ଅବିଶ୍ୱାସୀ ବିଷୟ ଚିନ୍ତା କରି ତାପରେ କଣ ପଠେଇଲେ ନହ କାଉ ପଠେଇଲେ କେତେ ଥର ଯାଇଥିଲା 3 ଥର ହଁ କିନ୍ତୁ ଦେଖନ୍ତୁ ଶେଷ ଥର କାଉଟା ଆସିଲା ବେଳକୁ ଏକୁଟିଆ ଆସିଲେ ନା ଆଉ ଗୋଟେ କାହାକୁ ବନ୍ଧୁକୁ ନେଇକି ଆସିଲା ତାଙ୍କେ କଅଁଳିଆ ଡାଳ ଧରିକି ଆସିଥିଲା ତାପରେ କାହାକୁ ତାଙ୍କେ ନେଇକି ଆସିଲା ଆଉ କଅଁଳିଆ ଡାଳ ଧରିକି ଆସିଥିଲା ହଁ 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 ଚିତ୍ତ ପତ୍ର ପତ୍ର ନୂତନ ଅଲୌକିକ ପତ୍ର ରୂପଟେ ନେଇକି ଆସିଲା କଣ ପାଇଁ ନେଇକି ଆସିଲା ସେ ପାଣିକୁ ସେ କଥା କହିପାରିଲା ନାହିଁ କହିଲ ବୋଲି ଚଢେଇ ନଥିଲା ପ୍ରଭୁ ଜ୍ଞାନ ଦେଲେ ମତେ କାହିଁକି ବାରମ୍ବାର ପଠଉଛନ୍ତି ବୁଝିପାରିଲେ ମୋ ଦ୍ୱାରା କାହିଁକି କରୁଛନ୍ତି ବାଳକ ମତେ କାହିଁକି ବ୍ୟବହାର କରୁଛନ୍ତି ବଳିବ ବାବୁ ଖାଲି ଆଉ କେହି ନାହାନ୍ତି ମଣ୍ଡଳରେ ବ୍ୟବହାର କରି ଖାଲି ମତେ କେହି ଡାକି ପଠଉଛନ୍ତି ବଳିବ ବ୍ୟସ୍ତ ହେଇଛନ୍ତି ମତେ ଖାଲି ଡାକୁଛନ୍ତି ଗୋଟେ ପଢିଲା ବେଳକୁ ରଞ୍ଜନ ନାଥ ଥରେ ଟିକେ କାଲି ପରୀକ୍ଷା ବାଳକୁ ଡାକି କଣ କରିକି ରାଗିକିନା କଣ ବାଳକୁ ଡାକିବି ଆରେ ଟିକେ ଘର ଓଳେଇକି ଆଜି ବିଚାର ଅଛି ବୋଲି କହିଲେ ଏତେ ଭଣିବା ବାବୁଟେ ଖାଲି ମତେ କହୁଛନ୍ତି ବୁଝିବା ବାଳକ କାହିଁକି ମତେ ବାରମ୍ବାର ବ୍ୟବହାର ସେ କାମଟା କଣ କଲା ଆସିଲା ବେଳେ କଣ ନେଇକି ଆସିଲା ଚିତ୍ତ ବୃକ୍ଷର ପଲ୍ଲବିତ ନୂତନ ପଲ୍ଲବିତ ପତ୍ର ଖଣ୍ଡେ ନେଇକି ଆସିଲା ଏଠି ଗୋଟେ ରହସ୍ୟ କଥା ଅଛି ତୈଳ ପ୍ରସ୍ତୁତ କରାଯାଉଥିଲା ସେଇ ତୈଳ ମନ୍ଦିରର ପ୍ରଦୀପ ଜଳିବାରେ କାର୍ଯ୍ୟ ଲାଗୁଥିଲା ତାର ଅର୍ଥ ଯୋଉ ଗଛରେ ତୈଳ ଥିଲା ଯୋଉ ଗଛରେ ଚିତ୍ତ ବୃକ୍ଷରେ ତୈଳ ସଂଗ୍ରହ କରିକି ପ୍ରକୃତିରେ ମନ୍ଦିରରେ ପ୍ରଦୀପ ଜଳିବା ପାଇଁ ଚିତ୍ତ ବୃକ୍ଷର ତୈଳ ବ୍ୟବହାର କରାଯାଉଥିଲା କହିବାର ଅର୍ଥ ସେ ଗଛ କେବଳ ଗଛ ଥିଲା ତାହା ନୁହେଁ ସେ ତୈଳ ପ୍ରଦାନକାରୀ ଗଛ ଥିଲା ଆଉ ଯୋଉ ଗଛରେ ତୈଳ ଥିବ ତାହା କେବେ ପାଣିରେ ନଷ୍ଟ ହୁଏ আমি ঘরে নটবট ভাই বাজা হতে নাকি আপনার নাচটা বলতে নেই দেখি নাচটারে সে জং লাগি যায় নাকি আরে সে নট খুলে অসুবিধা হচ্ছে তেল পকি গ্রিস লগে রখিতা নাকি জং লাগিব ନାହିଁ ତେଲ ନାହିଁ ଚିତ୍ତ ବୃକ୍ଷ ତୈଳ ପ୍ରଦାନକାରୀ ଗଛ ତେଣୁ 1.5 ବର୍ଷ 150 ପାଣିରେ ବୁଡିକି ରହିଲେ ମତେ ଭଲ ନାହିଁ ଯେମିତି ପାଣି ଶୁଖିଲା ସାଙ୍ଗେ ସାଙ୍ଗେ ଜୀବନ ପ୍ରକାଶ କଲା ହାଲେଲୁୟା 5 ଜଣ ସୁବୁଦ୍ଧି କଣ କରିଥିଲେ ଏହି ଚିନ୍ତାରେ ଥିଲେ ସଂକଟ ସମୟରେ ମଧ୍ୟ ତୈଳ ଯେମିତି ସଂକଟ ଦିନରେ ଏହି ତୈଳ ଆମକୁ ବଞ୍ଚେଇବ ଯେଉଁମାନେ ପବିତ୍ର ଆତ୍ମା ଦ୍ୱାରା ଆମକୁ ବଞ୍ଚିବା ଆମର ବିଶ୍ୱାସ ଜୀବନ ଆମର ଖ୍ରୀଷ୍ଟିଆନ ଜୀବନ ହିଁ ଫଳଯୁକ୍ତ ଅଟେ ପବିତ୍ର ଆତ୍ମାଙ୍କର ସହିତରେ ବଞ୍ଚିବା ପବିତ୍ର ଆତ୍ମାଙ୍କର ଚାଳନାରେ ବଞ୍ଚିବା ପବିତ୍ର ଆତ୍ମାଙ୍କ ଶକ୍ତିରେ ବଞ୍ଚିବା ଆମମାନଙ୍କ ପାଇଁ ଏକ ସାର୍ଥକ ଖ୍ରୀଷ୍ଟ ଜୀବନ ବଞ୍ଚିବା ଆମକୁ ସାହାଯ୍ୟ କରେ ତେଣୁ ଗୀତ ସଂହିତା 105ରେ ଏକ ପଦରେ ଗୋଟେ କଥା ଲେଖା ହେଇଛି ଗୀତ ସଂହିତା 105ରେ ଏଇଟା ସର୍ବସାଧାରଣ ପାଇଁ ଆହ୍ୱାନ ଏକ ଗୋଷ୍ଠୀ ସଫଳ ମଧ୍ୟରେ ତାଙ୍କର କ୍ରିୟା ସଫଳ ଜଣେ କାହା କୁହାଯାଉଛି ଏକ ପୂର୍ଣ୍ଣ ସମୟ ପାଳକ କହିଲେ ପୂର୍ଣ୍ଣ ସମୟର ପାଳକ ପ୍ରଚାର କଥା କହିଲେ କି ସାଧାରଣ ଜନତା ଯୋଗେ କଥା କହୁଛନ୍ତି ଗୋଷ୍ଠୀ ଗଣ ମଧ୍ୟରେ ତୁମେ କଣ କର ତାଙ୍କର କ୍ରିୟା ସଫଳ ପ୍ରକାଶ କର ଆଜି ଆମମାନଙ୍କୁ ପ୍ରଭୁ ମଧ୍ୟ ଜଗତ ରଖିଲେ ତାଙ୍କର କ୍ରିୟାକୁ ଜଗତ ପ୍ରକାଶ କରିବେ ତାଙ୍କ କ୍ରିୟା କଣ ତାଙ୍କ କ୍ରିୟା ଅନ୍ଧକୁ ଆଞ୍ଚିଦବା ମୁକ ବଧିରକୁ କହିବାକୁ ବା ଶୁଣିବାକୁ ଶକ୍ତି ଦବା ଖଞ୍ଜକୁ ଚାଲିବାକୁ ଶକ୍ତି ଦବା ଝଡକୁ ଶାନ୍ତ କରିବାର ଶକ୍ତି ଦବା ଏ ସବୁ ତାଙ୍କ କ୍ରିୟା ଭିତରେ ଧୂଳି ମାତ୍ର ବିଷୟ ଗୁଡ଼ିକ ଆମେ କହୁଛୁ ଜଗନ୍ନାଥଙ୍କୁ ଆଖି ଖୋଲିଦେଲେ କେଡ଼େ ବଡ କାମ କଲେ ବୋଲି ଆମର ବିଶ୍ୱାସ ଯୋଉଟା ଆମେ ଏତେ ବଡ ଆଗକୁ ପହଞ୍ଚି ପାରିନ ସେଟା ଆମେ କହୁଛେ ବିରାଟ ବଡ ଗୋଟେ ଘଟଣା ଘଟିଲା ବିଶ୍ୱରେ ଟିକେ ସତ କଥା ଗୋଟେ ଜନ୍ମରୁ ଅନ୍ଧକୁ କୋଉ ଡକ୍ଟର ଟିକେ ଆଖି ଦେଇପାରିନାହିଁ ଜନ୍ମରୁ ଖଞ୍ଜକୁ 4 ମିନିଟ ଲାଞ୍ଜରେ ଉଠିବା କାହାର ସାମର୍ଥ୍ୟ ନାହିଁ ପ୍ରଭୁ ବିରାଟ ବଡ ପ୍ରଭୁ ଆମର ପ୍ରଭୁ ସେ କାର୍ଯ୍ୟ ପ୍ରଭୁ କହିଲେ ମୁଁ ଆସିଛି ଜଗତକୁ
कौन करने सेवा पाइबा को नहीं मात्र सेवा करने को गोटे भाग है सेवा करने गोटे भाग हूँ कौन अंध काटी दवा संजोग त्याग शक्ति दवा मुख कथा काटी शक्ति दवा नाजार को उठेगा जोड़ को शांत करवा सुख को खाइबा को दवा सेवा करने का आसी आउ शेष शिष्य मान पाद को धोई देखी सेवा करें तापर आ गोटे भाग कौन बोली कहले अनेकंकर मुक्तिर मूल्य स्वरूपे आपण प्राण दान करने को आसी यीशु कृष्ण जगत को आसवर उद्देश्य होता अनेकंकर मुक्तिर मूल्य स्वरूपे आपण प्राण दान करने से कर्म कथा कहवाई आपण मान को मते आज जगत खाली अंध को जीशु आखि दिखती बोली कहले किसी लोग दौड़ी आसवे जाओ आम घर अंध लोग कहते किंतु जदि पर कथा कहुई नथिबो कौन अनेक मुक्तिर मूल्य स्वरूप जीशु मत आसी मुक्ति दवाई से कथा जब न कही खाली डाकी दवा लोक मान आसतु भाई मैंने आज सुस्थ हमार गोटे महासभा कर देखिए बस बस गाड़ी ऑटो फोटो केते भिड़ हो ट्राफिक जाम लोक जदि से करेंगे आज लोक मैंने भिड़ करेंगे किंतु सुस्थ पाई पातु कि न पातु न पाई किसी लोग फेरी जीवे सुस्थता पाई किसी लोग पाइबारे बोली कही पड़े किंतु जब आर पार्श्वर कथा जब कह सुस्थता शरीर सुस्थता सहित आत्मार सुस्थता लगी प्रभु सहित रही प्रभु से पाइबा चाहिए राजा तार जीवन को राजा लोक फाटक पाखे पड़गला तार जीवन तार खास सुस्थ है ना तो तार विश्वास नथिला कि ढेर विश्वास थिला मला पर अपराध को स्थान पाइला ढेर विश्वास थिला कि तार परवाह नथिला कि मो घरे मो शरीर रे घा अछि बोली मो से डॉक्टर अछि बोली जे विश्व परवाह नथिला तार इच्छा थिला एबे जगत छाड़ीले मुश्किल स्थान पाइले प्रिय माने आज अमान करो ख्रीष्टीय जीवन कृष्ण को आत्मा को सहित यदि बंधु तेरे निश्चित अमान करो उद्देश्य मुझे ठीक रहे उद्देश्य कौन आज जगत रे प्रभु सहित बची समय आसो जो परीक्षार दिन आसले चित्त भक्तर पत्र पढ़ी भावे मुझे दिन संकट दिन मरबी ना संकट भितर मो विश्वास जीवन मरबी ना प्रकृष्ट जीवन को मरबी ना मुझे दिन मत देखा आई उज्जवल भाव में देखा हालेलुया आई उज्जवल भाव देखा देखा देढ़ दिन पानी पर चित्त वृक्ष मरी समस्त भावी मात्र चित्त वृक्ष पत्र फुटापी प्रभु कपत को बटे बचार गोटे आशा अच्छी अनुभव करें जगत में पाद धोवाई आशा अच्छी गोटे आश्वासन कथा कहले प्रिय माने आपण माने संकट दिन जदि आम बचा ना अन्य जो पाखे आम ये आशार कथा कही संकट भीतर बचा आशा अच्छी अंधार भितर आलुओ जोड़ा गोटे प्रदीप अच्छी मत आज प्रभु कथा चाहती शीघ्र शीघ्र जीवी मोर समय टिके ना बुझा जाएगी सब प्रिय माने 5:45 3:45 5:45 जाए मोर टिके ना शीघ्र सरी जाए जानी तेणु क्षमा मागुची 15 मिनिट कथा कही करी जदिव आत्मा दुईटी पुरातन नियम एवं नूतन नियम आत्मांकर साहाଯ୍ୟ किपरि प्रभु लोक माने नहीं कहबी आपण माने देखि रखिबे करे पड़िबे गोटे विषय पढ़िबे द्वितीय राज्य बळी मुझे पढ़िबे नहीं पढ़िले तो ये लंबा प्रश्नटा अछि द्वितीय राज्य बळी तार विषय था 9 रु 16 एटा पढ़िबा नहीं से तार लेखा होची एलियंकर मृत्यु परर घटना एलियंकर पे पढ़िबा जे तू कहली समय ये नहीं आपण माने अन्य समय पढ़िथिबे ते पढ़िथिबे कौन बोली से लेखा होची द्वितीय राज्य बळी 2:9 रु 16 लेखि रखन पढ़िबे से लेखा होची कोन एलियो भविष्य वक्तांकर सहित रे तांकर साहाय्य करथुवा तांको सहयोग करथुवा तांको सेवा करथुवा जणे दास थिले तांका थिला इलिशा एलियो को पाखरे इलिशा बळी जणे प्रभु दास तो तांका पाखे थिले मात्र इलिशा कोन करे जेतळे एलियो को ए जगत रु प्रयाण करिवार समय आथिला से स्वर्गारोहण करिवे बोली
ସେ ତାଙ୍କର ସମୟ ଥିଲା ପ୍ରଭୁ ତାଙ୍କୁ ଆଉ ସ୍ୱର୍ଗକୁ ସ୍ୱ ଶରୀରରେ ମୃତ ନ ହୋଇ ସେ ପ୍ରଭୁ ତାଙ୍କୁ କିପରି ଆଶ୍ଚର୍ଯ୍ୟ ଭାବରେ ଘେନିଯିବେ এই କଥା ଜାଣିଲେ। ସେଥିପାଇଁ ସେମାନେ ଦୁଇ ଜଣ ଚାଲି ଚାଲି କିଛି ବାଟ ଗଲେ। ତାପରେ ଗୋଟେ ସମୟ ଆସିଲା, ଏଲିଓ ଇଲିଶାଙ୍କୁ ପଚାରିଲେ, ଯାହା ଲେଖା ହେଇଛି ମୁଁ ସେଟା କହିଦଉଛି, ମୋ ବାଇବଲ ଆଡେ ଟିକେ ଶୁଣନ୍ତୁ ଆଉ ପରେ ପଢିବେ। ତାପରେ ଏଲିଓ ପଚାରିଲେ ଇଲିଶାଙ୍କୁ, ଆଉ ମୁଁ ତୁମ ଠାରୁ ଅଲଗା ହେବି, ତେବେ କଣ ତୁମର ଇଚ୍ଛା ବାଚ୍ଚା କଣ ମାଗିବା ପାଇଁ ଚାହୁଁଛ, କଣ ବରଦାନ ମାଗିବା ପାଇଁ ଚାହୁଁଛ, ମାଗ। ଗୋଟେ ସୁନ୍ଦର କଥା ମାଗିଲେ, କଣ ବୋଲି କହିଲେ, ଆପଣଙ୍କର ପାଖରେ ଯୋଉ ଆତ୍ମାଙ୍କର ସାମର୍ଥ୍ୟ ଅଛି ତାହାର 2 ଗୁଣ ମତେ ଦିଅ। ଆପଣଙ୍କର ପାଖରେ ଯୋଉ ଆତ୍ମାଙ୍କର ସାମର୍ଥ୍ୟ, କଣ ସେ ଆତ୍ମାଙ୍କ ସାମର୍ଥ୍ୟ? ରାଜାଙ୍କ ସମ୍ମୁଖରେ ଛିଡା ହେଇକି କହିଲେ, ମୋ କଥା ବିନା ବର୍ଷା ହବ ନାହିଁ କି ବର୍ଷା ବନ୍ଦ ହବ, ବର୍ଷା ବନ୍ଦ ହବ, ମୁଁ ନ କହିଲେ ବର୍ଷା ହବ ନାହିଁ, କହିଲେ ନା ନାଇଁ? ରାଜାଙ୍କ ସମ୍ମୁଖରେ ଛିଡା ହେଇକି ଭୟଙ୍କର ଶକ୍ତିର କାର୍ଯ୍ୟ ଗୁଡ଼ିକ ସେ କଲେ। ଆକାଶରୁ ନିଆଁ ନେଇକି ଆସିଲେ, ଓଦା କାଠକୁ ଜଳେଇ ଦେଲେ ନାଇଁ କି, ବେଜିଲେ ନାଇଁ। ଆଉ ଏଇ ସବୁ ଶକ୍ତିର କାର୍ଯ୍ୟ ଏଲିଓ ଦେଖିଥିଲେ। ଆଉ ସେ ଜାଣିଲେ ଈଶ୍ୱରଙ୍କର ଶକ୍ତିର, ଆତ୍ମାଙ୍କ ଶକ୍ତିର ଦ୍ଵାରା ମୋର ପ୍ରଭୁ ଏ ସମସ୍ତ କାର୍ଯ୍ୟ କରିଛନ୍ତି। ଯଦି ସେଇ ଆତ୍ମା ମୋ ଠାରେ ରହିବ, ସେ ଆତ୍ମାର 2 ଗୁଣ ଶକ୍ତି ମୋ ଠାରେ କାର୍ଯ୍ୟ କରିବ, ତେବେ ମୁଁ ମଧ୍ୟ ଅନେକ କାର୍ଯ୍ୟ କରିବି। ପ୍ରକୃତରେ ଏଲିଓ ଯେତିକି ଆଶ୍ଚର୍ଯ୍ୟ ଶକ୍ତିର କାର୍ଯ୍ୟ କରିଥିଲେ, ଇଲିଶା ତାଙ୍କଠାରୁ ଅଧିକ ଗୁଣରେ ପ୍ରଭୁଙ୍କ ଶକ୍ତିର କାର୍ଯ୍ୟ କଲେ। କିନ୍ତୁ ଗୋଟେ କଥା ମାଗିଲେ, ଆପଣଙ୍କର କାଳେ ଯୋଉ ସାମର୍ଥ୍ୟ ଶକ୍ତି ଅଛି ତାର କେତେ ଗୁଣ? 2 ଗୁଣ ମତେ ଦିଅ। ଏମାନେ ମୋର ଭାଇ ଭଉଣୀ ମାନେ, ବଡ ମାନେ, ପ୍ରଭୁଙ୍କ ପାଖରେ ଆମେ କଣ ମାଗୁଛୁ? କଣ ମାଗୁଛୁ? ପ୍ରଭୁ ବହୁତ ଜ୍ଞାନ ଦିଅ, ପ୍ରଭୁ ଏଇଟା ଦିଅ, ସେଇଟା ଦିଅ, ଘର ଦିଅ, ପ୍ରଭୁ ଗାଡି ନେବି, କଲେଜ ଯାଉଛି ଗାଡି ନେଇ ମତେ ଗୋଟେ ଗାଡି ଦିଅ, ମାନେ ସବୁ କିଛି ମାଗୁଛୁ। କିନ୍ତୁ ଇଲିଶା କଣ ମାଗିବା ପାଇଁ ଆଶା କଲେ? ମତେ ତୁମ ଆତ୍ମାର ଯଦି ଏଲିଓଙ୍କ ଭିତରେ ଗୋଟେ ମାଣ ରହିଛି, ଗୋଟେ ମାଣର ଆତ୍ମାର ଶକ୍ତି ଯଦି ଏଲିଓ ପ୍ରଭୁଙ୍କ ପାଇଁ ଶକ୍ତିର କାର୍ଯ୍ୟ କଲେ ଏବଂ ଈଶ୍ୱର ଦୃଷ୍ଟିରେ ଗୋଟେ ଧାର୍ମିକ ଜୀବନ ବଞ୍ଚିଲେ, ତେବେ 2 ଗୁଣ ଆତ୍ମା ଆମେ ଯଦି ପ୍ରଭୁଙ୍କ ଠାରୁ ମାଗିବା, ସେଇପରି ଆଶା ରଖି ପ୍ରଭୁଙ୍କ ସହ ଜୀବନ କାଟିବା, ତେବେ ଆମ ଜୀବନ ମଧ୍ୟ ଜଗତରେ କଣ ହବ? ଅନ୍ୟମାନ ପାଖରେ ଏକ ବଳିଷ୍ଠ ସାକ୍ଷର ଜୀବନ କରିବ। ତେବେ ଇଲିଶା କହିଲେ, ମତେ 2 ଗୁଣ ଶକ୍ତି ଦିଅ। ଏଲିଓ କହିଲେ, ତୁମେ ତ ବହୁତ ବଡ ବିଷୟ ମାଗିଲ, ମୁଁ ତାହା କରିବା ପାଇଁ ମୋ ପାଖରେ ମୋ ନିଜର ଶକ୍ତି ନାହିଁ। କିନ୍ତୁ ଗୋଟେ କଥା, ମୁଁ ଯେତେବେଳେ ଯାଉଥିବି, ଯିବା ସମୟର ଘଟଣା ପ୍ରତି ତୁମର ଦୃଷ୍ଟି ଥିବ, ତେବେ ହେଇପାରେ ବୋଲି କହିବେ ନାଇଁ କି? ଯେତେବେଳେ ମୁଁ ଉଠାଇ ନିଆଯାଉଥିବି, ସେଇ ସମୟରେ ତୁମ ମତେ ଦେଖିବ। ଏଲିଓ ଦେଖିଲେ, ଇଲିଶା ଦେଖିଲେ, ତାଙ୍କୁ କି ପ୍ରକାର ଭାବରେ କଣ ମାନ ଅଗ୍ନିର ରଥ ଆସିଥିଲା ଏବଂ ସେଇ ରଥ ତାଙ୍କୁ କିପରି ନେଇଗଲା ସେ ଦେଖିଲେ। କିନ୍ତୁ ଯେତେବେଳେ ସେ ଚାଲିଗଲା ପରେ ଦେଖୁଛନ୍ତି, ମୋର ପ୍ରଭୁଙ୍କର ଗୋଟେ କଣ ପଡିଛି? ତାଙ୍କର ପଡିଛି। ନେଇକି ଯାଇକି କହିଲେ, କଣ ପାଣି ସମୁଦ୍ରରେ ଛିଡାଇଲେ ନାଇଁ କି? ତାକୁ ଧରିଲେ, ପାଣିକୁ ଆଘାତ କରି କଣ ବୋଲି କହିଲେ, ଏଲିଓଙ୍କର ପରମେଶ୍ୱର କାହାନ୍ତି? ଏଲିଓଙ୍କର ପରମେଶ୍ୱର କାହାନ୍ତି? ପରମେଶ୍ୱର ସାଙ୍ଗେ ତାଙ୍କୁ ଉତ୍ତର ଦେଲେ, ଏହା କହିକି ପାଣିକୁ ମାରିଲେ, ଲେଖା କଣ? ଜଳ। ଏଲିଓଙ୍କର ଶକ୍ତି ସାମର୍ଥ୍ୟ ଇଲିଶାଙ୍କ ଭିତରେ। ସେଥିରେ ଯେତେବେଳେ ଇଲିଶା ଫେରିକି ଯାଉଛନ୍ତି, ତାଙ୍କର କିଛି ପ୍ରଭୁଙ୍କର ପିଲାମାନେ ଥିଲେ, କହିଲେ, ସେମାନେ ଇଲିଶାଙ୍କୁ ଦେଖି କହିଲେ, ଈଶ୍ୱରଙ୍କର ଆତ୍ମା ଆଙ୍କ ଭିତରେ ଆସିଯାଇଛି ବୋଲି। ମୋର ପ୍ରିୟ ମାନେ, ଈଶ୍ୱରଙ୍କର ଆତ୍ମା ପୁରାତନ ନିୟମରେ ମଧ୍ୟ ମୂଲ୍ୟବାନ କାର୍ଯ୍ୟ ଥିଲା ଏବଂ ତାର ଲାଳସା ମଧ୍ୟ ଥିଲେ। ପ୍ରିୟମାନେ, ଆଜି ଜଗତରେ ଆମେ ବହୁତ କିଛି ମାଗୁଛୁ, ମାତ୍ର ଆତ୍ମାଙ୍କର ପୂର୍ଣ୍ଣତା ପ୍ରଭୁଙ୍କର ମାଗିବା ଆଜି ଆମ ସହିତ ରହିବ, ମୃତ୍ୟୁ ପରେ ମଧ୍ୟ ଆମ ସହିତ। ଈଶ୍ୱରଙ୍କ ଆତ୍ମା ଆମମାନଙ୍କୁ ଉଠେଇ ହୁଏ ଜଗତ ଦିନେ। ତେଣୁ ଜଗତରେ ଆମେ ପାର୍ଥିବ ବିଶ୍ୱ ପ୍ରତି ଲାଳସା ରଖିବା ନାହିଁ, ଅଧିକ ଆମେ ଈଶ୍ୱରଙ୍କ ଆତ୍ମା ପ୍ରତି ଲାଳସା ରଖିବା। ଦ୍ୱିତୀୟ ବିଷୟ, ପ୍ରେରିତତାର, ସେଟା ବି ପଢିବେନି, ଜାଣିଥିବା ବିଷୟ। ପ୍ରେରିତତାର 7 ଅଧ୍ୟାୟର 54 ପଦରୁ 60 ପଦ ଭିତରେ ସ୍ତିଫାନଙ୍କର ବିଷୟ ଲେଖା ଅଛି। ପ୍ରେରିତତାର 7 ଅଧ୍ୟାୟ 54 ପଦରୁ 60 ପଦ ଭିତରେ କଣ ଲେଖା ହଉଛି? ସ୍ତିଫାନଙ୍କର ବିଷୟ ଲେଖା ହଉଛି। ସ୍ତିଫାନ ଜଣେ ଉତ୍ତମ, ଈଶ୍ୱରଙ୍କ ଦୃଷ୍ଟିରେ, ପ୍ରଭୁଙ୍କ ଦୃଷ୍ଟିରେ ଜଣେ ଗ୍ରାହ୍ୟ ବ୍ୟକ୍ତି ଥିଲେ ବୋଲି ଲେଖା ହଉଛି। 6 ଅଧ୍ୟାୟ 8 ପଦ ଲେଖା ହଉଛି। ତାଙ୍କ ଭିତରେ ସେଇ ପ୍ରେରିତତାର 6-8 ପଦରେ ସ୍ତିଫାନ ବିଷୟ ଲେଖା ହଉଛି। ଯେତେବେଳେ ସ୍ତିଫାନକୁ ମନୋନୟନ କରାଗଲା, ସେଇ ସମୟରେ ତାଙ୍କର ବ୍ୟାକଗ୍ରାଉଣ୍ଡ ଲେଖା ହଉଛି, ଗୋଟେ ଆତ୍ମିକ ଜୀବନ, ତାଙ୍କର ସୁନ୍ଦର ଆତ୍ମିକ ଜୀବନ ଥିଲା। ପରବର୍ତ୍ତୀ ସମୟରେ ଲେଖା ହଉଛି, ସେଇ ସ୍ତିଫାନ ପ୍ରଭୁଙ୍କ ପାଇଁ ଗୋଟେ ମର ସାକ୍ଷୀ। ତାଙ୍କୁ
ସେ ସୁସମାଚାର ପ୍ରଚାର ଯେତେବେଳେ କଲେ ଯୀଶୁଙ୍କ କଥା ଶକ୍ତିର ସହିତ ପ୍ରଚାର କଲେ ଲେଖା ହଉଛି ସେ ସମୟରେ ଲୋକମାନେ କଣ କଲେ ଦାନ୍ତ ବଡ ବଡ କରିକି ତାଙ୍କ ଉପରେ ପାଣି ପଡିଲେ ବୋଲି ଲେଖା ହଉଛି। ପୁଣି ସାଉଲ ନାମକ ବ୍ୟକ୍ତିଙ୍କ ପାଖରେ ସେମାନଙ୍କ ବସ୍ତ୍ର ଗୁଡିକ କାଢି ରଖିଲେ। ସାଉଲ ସାକ୍ଷୀ ଥିଲେ ଯିଏକି ପରବର୍ତ୍ତୀ ସମୟରେ ପାଉଲ ହେଲେ ସାକ୍ଷୀ ଥିଲେ। ତାଙ୍କ ପାଖରେ ପାଦ ପାଖରେ ବସ୍ତ୍ର ଗୁଡିକ ରଖିକି ସେମାନେ ପଥର ଆଘାତ କରିବା ପାଇଁ ଲାଗିଲେ। ଏପରି ଲେଖା ହଉଛି ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ତାଙ୍କ ବସ୍ତ୍ର ଆଘାତ କଲେ, କିନ୍ତୁ ମୃତ୍ୟୁର ଅଳ୍ପ ସମୟ ପୂର୍ବରୁ ସେ ଗୋଟେ କଥା କଲେ, ପ୍ରାର୍ଥନା କଲେ। ପଡ଼ି କଣ ପ୍ରାର୍ଥନା କଲେ? ହେ ପିତା, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା। ଏମାନେ କହିଲେ କୋଉମାନେ? ପଥର ନା ତୁମେ ତାଙ୍କୁ ପ୍ରସ୍ତରାଘାତ କରୁଥିଲେ, ମାରୁଥିଲେ। ତାଙ୍କ ଜୀବନ ଯିବା ପାଇଁ ଅଳ୍ପ ସମୟ ଅଛି। ସେଇ ସମୟରେ ମଧ୍ୟ ପବିତ୍ର ଆତ୍ମାରେ ପରିଚାଳିତ ଜଣେ ବ୍ୟକ୍ତି ଶତ୍ରୁକୁ କ୍ଷମା କରିପାରେ, ଶତ୍ରୁ ପାଇଁ କ୍ଷମା ପ୍ରାର୍ଥନା କରିପାରେ। ଆଜି ଆମେ ବହୁତ ବର୍ଷର ଖ୍ରୀଷ୍ଟିଆନ ହେଇକି ମଧ୍ୟ ଯଦି ଆମକୁ ପଦେ କିଏ କହିଲେ 5 ଦିନ ପର୍ଯ୍ୟନ୍ତ ଭୁଲି ପାରୁନୁ ତା କଥା, ତାକୁ ଦେଖିଲେ ଆମ ଦାନ୍ତ ବଡ ବଡ ହେଇଯାଉଛି। ପଥର ତ ମାରି ପାରୁନ, ମାତ୍ର ଆମ ନିରବତା ଦ୍ଵାରା ଆଖି ବଡ ବଡ କରି ଦେଖିବା ଦ୍ଵାରା ତାକୁ କେତେ ଥର ପଥର ମାରି ଚାଲିଛି। ତାଙ୍କ ଘର ସାମ୍ନା ହେଇକି ଯିବାକୁ ମଧ୍ୟ ଇଚ୍ଛା ନାହିଁ, ସେ ଗଳିରେ ଯିବା ପାଇଁ ଇଚ୍ଛା ନାହିଁ, ବୁଲିକି ଆର ପଟେ ଯିବି ମନ କରୁଛି ସିନା, ତାଙ୍କ ଘର ସାମ୍ନା ହେଇକି ଯିବି ନାହିଁ। ଆମେ କଣ ପବିତ୍ର ଆତ୍ମାଙ୍କୁ ସ୍ୱାଧୀନତା ଦେଇଛୁ ଆମ ଜୀବନ ପରିଚାଳିତ କରିବା ପାଇଁ? ଆମକୁ କିଏ ଯଦି ଘୋଡା କଥା କହିଲେ ଆମେ ତାକୁ ଆସିଲା ବେଳେ ଚେପ ପକେଇ ଦଉଛୁ। ଦିନ ଧରିକି ମନେ ରହୁଛି, ଦରକାର ପଡିଲେ ବଡ ମାନେ ପିଲାମାନଙ୍କୁ ବୁଝେଇ ତାକୁ ଯିବୁନି, ତାଙ୍କର ଆଡେ ଯିବୁନି, ସାନ ପିଲା ଭିତରେ ମଧ୍ୟ ପୁରେଇ ଯିବ ସେ ନିଶ୍ଚୟ। ପବିତ୍ର ଆତ୍ମା ଯଦି ଆମ ଜୀବନରେ ପରିପୂର୍ଣ୍ଣ ହେଇକି ରହିବ ନା, ଶତ୍ରୁକୁ ପ୍ରେମ କରିବା, ଶତ୍ରୁକୁ କ୍ଷମା ଦେବା ଆମ ଜୀବନର ସବୁଠାରୁ ବଡ ପ୍ରଭାବ ହୋଇଯିବ। ଚିନ୍ତା କରନ୍ତୁ, ଆଜି ନିଜକୁ ପରୀକ୍ଷା କରି, ପ୍ରଭୁ ମୋ ଜୀବନରେ କଣ, ମୁଁ ଖ୍ରୀଷ୍ଟିଆନ ତ ସତ, ଅନେକ ଦିନ ଖ୍ରୀଷ୍ଟିଆନ ଦୁର୍ବଳ ବି ହେଇଛି, ବଡ ବଡ ଅନୁଭବ ମୋ ଭିତରେ ଅଛି, କଣ ପ୍ରକୃତିରେ ପାଳିଛି ପବିତ୍ର ଆତ୍ମାଙ୍କର ଚାଳିତ କି ମୋର ଶବ୍ଦ ଭାବାଛି ଏହିପରି କରିପାରେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉପରେ ଗୋଟେ କଥା କହିଲେ ନାହିଁ, ହେ ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ ଯାହା କରୁଛନ୍ତି ସେମାନେ ସେହିପରି ଗୋଟିଏ ଆତ୍ମା ତାଙ୍କ ଭିତରେ କାର୍ଯ୍ୟ କରିବାର ଯୋଉ ପ୍ରାର୍ଥନା ଯୀଶୁ କରିଥିଲେ ସେଇ ପ୍ରାର୍ଥନା କେତେ ପରିପୂର୍ଣ୍ଣ ପବିତ୍ର ଆତ୍ମାରେ ଏବଂ ପବିତ୍ର ଆତ୍ମାରେ ପରିଚାଳିତ ଜୀବନ ଆଜି ଆପଣମାନଙ୍କ ମଧ୍ୟରେ ମୋ ମଧ୍ୟରେ ପ୍ରଭୁ ସେଇ ଜୀବନ ଯଦି ସେପରି ରହିବ, ମଣ୍ଡଳୀ ଭିତରେ କେବେ ବାଛ ବିଚାର ରହିବନି, କିଏ ବଡ କିଏ ସାନ ରହିବନି, କିଏ ଧନୀ କିଏ ଦରିଦ୍ର ରହିବନି, ଏକ ହେଇକି ଚଳିବା, ଗୋଟିଏ ପରିବାର। କେବେ ଆମକୁ ଦେଖିକି ଆମକୁ ଦୂରେଇ ଯିବନି, ସଦାବେଳେ ଆଜ୍ଞା ଆପଣ ଘର ଛାଡି ଚାଲି ଯାଉଛନ୍ତି ସିନା, ଆମେ ଆମର ଝିଅ ଆମେ ଝୁଠୁ ଆପଣଙ୍କର ଚାଲିଯିବା ନା, ଆପଣ ଏଠି ଥିଲେ ଆମକୁ ଏତେ ଭଲ ଲାଗୁଥିଲା, ଆପଣ ଯୋଉଠି ରହିବେ ସେ ପାଖରେ ଆମ ପାଇଁ ଗୋଟେ ଘର ଖୋଲିଦେଲେ ଆମେ ମଧ୍ୟ ସେଠି ଯିବା, ସେଇଦିନ ଜାଣିବେ ଯେ ମୋ ପବିତ୍ର ଆତ୍ମାରେ ପରିଚାଳିତ। ହାଲେଲୁୟା। ଆଜି ଶେଷ କରିବି, ପବିତ୍ର ଆତ୍ମାଙ୍କର ସାମର୍ଥ୍ୟ ଏବଂ ଆତ୍ମାଙ୍କର ଉପସ୍ଥିତିକୁ ଆମେ ଗ୍ରହଣ କରିବା, ତାଙ୍କୁ ଦୁଃଖ ଦେଇକି ତାଙ୍କ ଠାରୁ ଦୂରକୁ ଯିବା, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ସମର୍ପଣ କରିବା। ଆମ କେତେ ଦିନର ଖ୍ରୀଷ୍ଟିଆନ ବୋଲି ଗଣନା କରିକି ଆମେ ସେଠି ଗର୍ବ କରିବା ନାହିଁ, କେତେ ପୁରୁଣା ଖ୍ରୀଷ୍ଟିଆନ ବୋଲି କହିକି ଗର୍ବ କରିବା ନାହିଁ, ମୁଁ କେତେ ବାଇବଲ ପଦ ମୁଖସ୍ଥ କରି ବାଇବଲ କମ୍ପିଟିସନରେ ମୁଁ ଫାଷ୍ଟ ହଉଛି ସେଥିପାଇଁ ଗର୍ବ କରିବା ନାହିଁ, କେତେ ସୁନ୍ଦର ଗୀତ ଗାଇକି ମୁଁ ସମସ୍ତଙ୍କୁ ମୁଗ୍ଧ କରିଦେଉଛି ସେଥିପାଇଁ ଗର୍ବ କରିବା ନାହିଁ। ପ୍ରଭୁ ମୋ ଜୀବନ ଦେଖି ଦେଖି ଜାଣିପାରୁଛନ୍ତି ପବିତ୍ର ଆତ୍ମାରେ ଚାଲିତ ବୋଲି, ପୁଅ ଗୋଟେ ଝିଅ ବୋଲି, ଗୋଟେ ବାପା ଗୋଟେ ମା ବୋଲି ଜାଣିପାରୁଛନ୍ତି କି, ପବିତ୍ର ଆତ୍ମା ଦ୍ୱାରା ପରିଚାଳିତ ଗୋଟେ ପରିବାର ବୋଲି ପଡ଼ୋଶୀ ଦେଖି ପାରୁଛନ୍ତି କି? କାରଣ ପବିତ୍ର ଆତ୍ମାଙ୍କର ପରିଚାଳିତ ଦ୍ୱାରା ପରିଚାଳିତ ଜୀବନ ଗାଲାତି ପୁସ୍ତକ ଲେଖା ହଉଛି 5ରେ ପଢିବା ନାହିଁ, ଲେଖା ହଉଛି କଣ, ସେଇ ଗୁଣ ସେଇ ଫଳରେ ପରିପୂର୍ଣ୍ଣ ଜୀବନ। ପ୍ରଥମ ହଉଛି ପ୍ରେମ। ପାଉଲ ମଧ୍ୟ ସେଇ କଥା ପ୍ରଥମ କରୁଛି ତାର 13 ଅଧ୍ୟାୟରେ ଆରମ୍ଭ କହିଲେ କଣ, ଯଦି ପବିତ୍ର ଆତ୍ମାଙ୍କର ଶକ୍ତିରେ ପରିଚାଳିତ ବ୍ୟକ୍ତି ଆମର ଗୀତ ଗାଇବା, ଇଏ କରିବା ସେ କରିବା ସବୁ ଖାଲି ଝମଝମ କହିଲେନି ଝମଝମ ସାଉଣ୍ଡ ହେଲା ଭଳି ଜିନିଷ ଅଟେ,
ତାହା ଜୀବନରେ କାମ କରିବାନି। ମୋ ପ୍ରିୟମାନେ ଆଜି ଯିବେ ଘରକୁ, କାହାକୁ ଦେଖିବେ ନାହିଁ, ସାଙ୍ଗସାଥିକୁ ଭୁଲି ଯାଆନ୍ତୁ, କେହି କାହାକୁ ଦେବେନି ସାଙ୍ଗସାଥି। ପ୍ରଭୁ ମତେ ମତେ ଦେଖାଅ ଯେ ମୁଁ କୋଉ ଅବସ୍ଥାରେ କୋଉ ଜାଗାରେ ଅଛି। ପବିତ୍ର ଆତ୍ମାରେ ବି ପରମେଶ୍ୱର ମତେ ମୋ ଜୀବନକୁ ଖୋଲି ଦିଅନ୍ତୁ, ମୁଁ ସମର୍ପଣ କରୁଛି, ମୁଁ ଯେପରି ଆଜି ଠାରୁ ତୁମର ଆତ୍ମାର ଦ୍ୱାରା ସମ୍ପୂର୍ଣ୍ଣ ପରିଚୟ ଦଉଛି ଜୀବନ ହେଇପାରିବି। ପ୍ରଭୁ ସମସ୍ତଙ୍କୁ